ପିଲାମାନେ ଆମେ ଆଜି ଡିସ୍କସନ୍ କରିବା ତୁମର ଆଦର୍ଶ ସପ୍ତମ ଶ୍ରେଣୀରେ ଯେଉଁ କାଲି ଏକ୍ଜାମ୍ ହୋଇଥିଲା ସୋସିଆଲ୍ ସାଇନ୍ସ କ୍ୱେଶ୍ଚନ୍ ଆନ୍ସର୍ ଟିକେ ଡିସ୍କସନ୍ କରିବା। ସମୁଦ୍ର ପତନ ଉପରେ ଦେଖାଯାଉଥିବା ତୀକ୍ଷ୍ଣ ପଥୁରିଆ ଉପକୂଳକୁ କ'ଣ କୁହାଯାଏ? କ୍ଲିପ୍ କୁହାଯାଏ। ଏଇଟା ମନେକର ଗୋଟେ କ'ଣ ତୁମର ଏଠି ସମୁଦ୍ର ଅଛି ପାଣି, ଏଇ ଏରିଆରେ କିଛି ପଥୁରିଆ ଅଞ୍ଚଳ ଥାଏ, ପାହାଡ଼ ନୁହଁ ପଥର ଟାଇପ୍ର ଥାଏ, ସେଟାକୁ ତୁମର କ'ଣ କୁହନ୍ତି? କ୍ଲିପ୍ କୁହନ୍ତି। ତାପରେ ଦେଲା କେଉଁଠି ପୃଥିବୀର ସର୍ବୋଚ୍ଚ ଜଳପ୍ରପାତ ଅଛି? ୱାଟରଫଲ୍ ସବୁଠାରୁ କେଉଁଠି ଅଛି ବଡ଼? ନା ଆଞ୍ଜେଲ। ସେ ୱାଟରଫଲ୍ ନାଁ ହେଉଛି ଆଞ୍ଜେଲ। ସେଟା ତୁମର ଭେନେଜୁଲା କ'ଣ ଦେଶରେ ଅଛି ସେଟା। ବାୟୁମଣ୍ଡଳରେ କେଉଁ ସ୍ତରରେ ଓଜୋନ ଗ୍ୟାସ୍ ରହିଛି? ଏଟା ତୁମର ହେବ କ'ଣ? ଷ୍ଟ୍ରାଟୋସ୍ଫିୟର ହେବ। ଓଜୋନ ଗ୍ୟାସ୍ ଅଛି ଯେଉଁଠି ଜେଟ୍ ଫାଇଟର ଜେଟ୍ ମଧ୍ୟ ଯାଆନ୍ତି ଉଡ଼ିକି। କେଉଁଟି ଜୁଆର ସୃଷ୍ଟିର କାରଣ ଅଟେ? ଚନ୍ଦ୍ରଙ୍କର ମହାକର୍ଷଣ ଶକ୍ତି ହୋଇଥାଏ, ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ଯୋଗୁଁ ମଧ୍ୟ ହୋଇଥାଏ। ତେଣୁ ଏହାର ଉତ୍ତର କ'ଣ ହେଇଯିବ? ଉଭୟ ଏ ଏବଂ ବି। ମାନଚିତ୍ର ତିଆରି କରୁଥିବା ବ୍ୟକ୍ତିଙ୍କୁ କ'ଣ କୁହାଯାଏ? କାର୍ଟୋଗ୍ରାଫର। କ'ଣ କୁହାଯାଏ ଏଟା? କାର୍ଟୋଗ୍ରାଫର। ତାପରେ ଦେଲା କ'ଣ? କିଏ କିତାବ ଉଲ୍ ହିନ୍ଦ ଆରବୀ ଭାଷାରେ ଲେଖିଥିଲେ? ଆଲବେରୁନି ଲେଖିଥିଲେ। କିଏ ଗୁଜରାଟର ସୋମନାଥ ମନ୍ଦିରକୁ ଆକ୍ରମଣ କରିଥିଲେ? ଏଟା ମହମ୍ମଦ ଗଜନୀ ହେବ ଉତ୍ତର। କିଏ ମହମ୍ମଦ ବିନ୍ ତୁଗଲକଙ୍କର ଉତ୍ତରାଧିକାରୀ ଥିଲେ? ମାନେ ତାଙ୍କର ମରିଗଲା ପରେ ତାଙ୍କର ଉତ୍ତରାଧିକାରୀ କିଏ ହେଇଥିଲେ? ଫିରୋଜ ଶାହ ତୁଗଲକ। ଶୀତଳ ସ୍ରୋତ କେଉଁଟା ହେବ? ଏଟା ଲାବ୍ରାଡୋର। ସରଳ ବର୍ଗୀୟ ଅରଣ୍ୟକୁ କ'ଣ କୁହାଯାଏ? ଟାଇଗା କୁହାଯାଏ। କେଉଁ ଦେଶର ରେଳପଥ ଏସିଆର ବୃହତ୍ତମ? ଏଟା ଆମ କ'ଣ ହେବ? ଆମ ଭାରତର ହେବ। ପୃଥିବୀର ବୃହତ୍ତମ ମରୁଭୂମି ସାହାରା ମରୁଭୂମି ତୁମର ଏଟା ହେବ। କେଉଁ ରାଜ୍ୟ ପ୍ରଥମେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ତୁମର ତାମିଲନାଡୁ ପ୍ରଥମେ ଆରମ୍ଭ କରିଥିଲା? ହିମାଚଳ ପ୍ରଦେଶକୁ କେତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟକ୍ତ କରାଯାଇଛି? 68 ହେବ। ପ୍ରତିବର୍ଷ କେଉଁ ଦିନକୁ ବିଶ୍ୱ ପରିବେଶ ଦିବସ? କ'ଣ ବିଶ୍ୱ ପରିବେଶ ଦିବସ ତୁମର ଜୁନ୍ 5। ଗଭୀରତମ ଖଣି ପୃଥିବୀର ସବୁଠାରୁ ମାନେ କେଉଁଠି ଅଛି ସେଟା? ତୁମର ଦକ୍ଷିଣ ଆଫ୍ରିକା। ତୋଡ଼ର ମଲ୍ଲ କେଉଁ ମୋଗଲ ଶାସକଙ୍କର ରାଜସ୍ୱ ମନ୍ତ୍ରୀ ଥିଲେ? ଏଟା ତୁମର କ'ଣ ହେବ? ଆକବର ହେବ। ହମ୍ପି କେଉଁ ରାଜ୍ୟର ରାଜଧାନୀ ଥିଲା? ଏଟା ବିଜୟନଗର ହେବ। ବିଜୟନଗର ହେବ କି ନାହିଁ ଟିକେ ମୋତେ ଟିକେ ଡାଉଟ୍ ଲାଗୁଛି, ମୋତେ ଲାଗୁଛି ବିଜୟନଗର ହେବ। କେଉଁ ନଦୀର ତ୍ରିକୋଣଭୂମି ଅଞ୍ଚଳରେ ମଛଲିପଟ୍ଟନମ ଥାଏ ଅବସ୍ଥିତ? ମଛଲିପଟ୍ଟନମ ତୁମର କୃଷ୍ଣା ନଦୀ, ଏଟା ତାର ଉତ୍ତର ହେବ। ଓହମ ଜନଜାତି କେଉଁ ଦେଶରୁ ଆସିଛନ୍ତି? ଏଟା ହେବ ତୁମର ମିଆଁମାର।